ବିହାଘର ଓ ଫ୍ୟାମିଲି ଫଙ୍କସନ୍ ଯାହା ବି ହଉ ଛୁଆମାନଙ୍କର ଉତ୍ପାତ ବୁଦ୍ଧି ତ ଯେନ୍ତା କରିବି ଦେଖବାର୍କେ ମିଲ୍ସି। ରାଧେ ରାଧେ ସାଙ୍ଗମାନେ ମୁଇଁ ମୋ ନୂଆ ଭିଡ଼ିଓରେ ସବକେ ସ୍ୱାଗତ କରୁଛେ। ତ ଆମେ ଏଇଟା ରାତି ରେଡ଼ି ହେଇକିନା ବାହାରି ଗଲୁ ବିହାଘର ଆମର ପାଖର ଗାଁକେ ହିଁ। ତ ଏଇଟା ଦିଦିର ତାଙ୍କର ସାଙ୍ଗର ଥିଲା ତ ଭାଇ ମୁଇଁ ଦିଦି ଆଉ ବି ଦିଦି ମାନେ ସମସ୍ତେ ମିଶିକିନା ଏଇଟା ଯାଉଛୁ। ତ ଆମେ ଏଇଟା ପଳେଇ ଆସିଲୁ ବିହାଘର ବାହାରର କିଛି ଡେକୋରେସନ୍ ଏନ୍ତା ଥିଲା ବହୁତ ଭଲ ଲାଗୁଥିଲା। ଏଇଟା ହେଲେ ମୋର ଦିଦି ମାନେ ସମସ୍ତେ ଆମେ ଯେତେବେଳେ ଆସିଲୁ ବେଶୀ ଭିଡ଼ ନି ହେଇଥିଲେନ ବ୍ରାଇଡ଼ର ମେକଅପ୍ ବି ଚାଲିଥିଲା ତାପରେ ରେଡ଼ି ହେଇ ନି ସାରିଥିଲେନ। ତ ଆମେ ଘର ଆଡ଼େ ଗଲୁ ସମସ୍ତଙ୍କର ସାଙ୍ଗେ ଭେଟ ହେଇଗଲୁ ତାପରେ ଆମେ ସେଇଟାଡ଼େ ପଳେଇ ଆସିଲୁ। ଇନା ସମସ୍ତେ ଏନ୍ତା ଖାନା ପିନା କରୁଥିଲେ ତ ସେଥିଲାଗି ଆମେ ପହିଲା ତ ପଳେଇ ଆସିଲୁ ଚାଟ୍ ଖାଇବାର ଲାଗି। ଚାଟ୍ ଖାଇଲୁ ଆଉ ଏଇଟା ଥଣ୍ଡା ବି ପିଇଲୁ। ତାପରେ କିଛି ଟାଇମ୍ ବାଦ ବ୍ରାଇଡ଼ର ଏଣ୍ଟ୍ରି ହେଲା ତମେ ଦେଖିପାରୁଥିବ କେତେ ସୁନ୍ଦର ଦିଶୁଥିଲେ। ତାପରେ ଷ୍ଟେଜ୍କେ ଗଲା ପରେ ଆମେ ତାଙ୍କର ସଙ୍ଗେ ଭେଟ ହେଇଗଲୁ ଗିଫ୍ଟ ଯାହା ଆଣିଥିଲୁ ସବୁ ଦେଇଦେଲୁ। ତାପରେ ଆମେ ପଳେଇ ଆସିଲୁ ଏଇଟା ଖାଇବାର ଲାଗି। ଆଉ ଖାନା ଖାଇ ସାରିଲା ପରେ କ୍ଷୀରି ଖାଇଲୁ ତାପରେ ଏଇଟା ଆଇସ୍କ୍ରିମ୍ ଖାଇଲୁ ଲାଷ୍ଟରେ। ତ ତମେ ଏଇଟା ଦେଖିପାରୁଥିବ ଯେନ୍ ହାତୀଟା ଅଛି ଛୁଆମାନେ ସବୁବେଲେ ପୁରା କେତେ ଖେଚଡ଼ ହଉଥିଲେ ଏଇ ଜାଗାରେ ସବୁବେଲେ ପକେଇ ଦଉଥିଲେ ଯେତେ ମନା କଲେ ବି ସେମାନେ ନି ବୁଝୁଥିଲେ। ତାପରେ କିଛି ଟାଇମ୍ ବାଦ ଆମେ ଏଇଟା ଘର ଲାଗି ବାହାରି ଗଲୁ ଆମେ ଯେତେବେଳେ ଯାଉଥିଲୁ ଏଇଟା ବରାତି ବି ପଳେଇ ଆସିଥିଲେ ନ।